ଆଜିର ପ୍ରାର୍ଥନା ଡିସେମ୍ବର 5, 1912। ଶାନ୍ତି ଓ ନିଶ୍ଚଳ ନୀରବତା ଭିତରେ ଶାଶ୍ୱତଙ୍କର ପ୍ରକାଶ ହୁଏ। କୌଣସି ବସ୍ତୁ ଦ୍ୱାରା ନିଜକୁ ବିଚଳିତ ହେବାକୁ ଦେବ ନାହିଁ, ତାହେଲେ ଶାଶ୍ୱତ ପ୍ରଭୁ ପ୍ରକାଶିତ ହେବେ। ସକଳ ଅବସ୍ଥାରେ ପୂର୍ଣ୍ଣ ସମତା ରଖ, ତାହେଲେ ସେ ବିରାଜମାନ କରିବେ। ହେ ପ୍ରଭୁ, ତୋତେ ଖୋଜିବାରେ ଅତିରିକ୍ତ ଉଗ୍ରତା ବା କଷ୍ଟସାଧ୍ୟ ପ୍ରୟାସ ରଖିବା ଉଚିତ ନୁହେଁ। ସେହି ଉଗ୍ରତା ଓ ପ୍ରୟାସ ହିଁ ତୋ ସମ୍ମୁଖରେ ଏକ ଆବରଣ ପରି ହୋଇଯାଏ। ତୋତେ ଦେଖିବା ପାଇଁ ମଧ୍ୟ ଆମର କୌଣସି କାମନା ରହିବା ଉଚିତ ନୁହେଁ, କାରଣ ତାହା ମଧ୍ୟ ଏକ ପ୍ରକାର ମାନସିକ ଚାଞ୍ଚଲ୍ୟ, ଯାହା ତୋର ଶାଶ୍ୱତ ଉପସ୍ଥିତିକୁ ଆବୃତ କରେ। ଯେଉଁଠାରେ ପୂର୍ଣ୍ଣତମ ଶାନ୍ତି, ପ୍ରସନ୍ନତା ଓ ସମତା, ସେଠାରେ ସବୁକିଛି ହିଁ ତୁ ଓ ତୁ ହିଁ ସବୁକିଛି। ଏବଂ ଏହି ପୂର୍ଣ୍ଣତମ ବିଶୁଦ୍ଧ ଓ ପ୍ରଶାନ୍ତ ପରିବେଶ ମଧ୍ୟରେ ସାମାନ୍ୟତମ ସ୍ପନ୍ଦନ ହିଁ ତୋର ପ୍ରକାଶରେ ଅନ୍ତରାୟ ହୋଇଉଠେ। କୌଣସି ତ୍ୱରା ନାହିଁ, ଚାଞ୍ଚଲ୍ୟ ନାହିଁ, ଉତ୍ତେଜନା ନାହିଁ, କେବଳ ତୁ ହିଁ ରହିଛୁ। ତୋ ବ୍ୟତୀତ ଆଉ କିଛି ନାହିଁ। ବିଶ୍ଳେଷଣ କରି, ଜ୍ଞାନର ବିଷୟ କରି ତୋତେ ପାଇ ହୁଏ ନାହିଁ। ତୁ ରହିଛୁ, ସେଥିରେ ବିନ୍ଦୁମାତ୍ର ସନ୍ଦେହ ନାହିଁ, କାରଣ ସବୁ କିଛି ହୋଇଉଠିଛି ବିଶୁଦ୍ଧ ଶାନ୍ତି, ଦିବ୍ୟ ନୀରବତା। ଏହା ହିଁ ହେଲା ପୃଥିବୀର ସମସ୍ତ ଧ୍ୟାନ ଠାରୁ ଶ୍ରେଷ୍ଠ। ମା